ସତରେ ଠାକୁରଙ୍କ ଏ କି ଅଭିଶାପ। କୋମଳମତୀ ଶିଶୁ କ'ଣ ପାପ କରିଥିଲା ଯେ ଆଜି ସେ ଅନାଥ ପାଲଟିଗଲା। କିଡନୀ ଜନିତ ରୋଗରେ ବାପା ବୈକୁଣ୍ଠ ମହାକୁଳ ଆରପାରିକୁ ଚାଲିଗଲେ। ତାପରେ ପରେ ମା ବି ଆରପାରିକୁ ଚାଲିଗଲେ। କୋମଳମତୀ ଶିଶୁ ଛୁଆଟି ବାପା ମା ଛୁଣ୍ଡ ହୋଇଗଲା। ଅଜା ଆଈ ଆରପାରି ଯିବା ସମୟ ବେଳକୁ ନାତିର ଦାୟିତ୍ୱକୁ ସମ୍ଭାଳୁଛନ୍ତି। ପାଖରେ ଏତେ ଅର୍ଥ ନାହିଁ ଯେ ଭଲ ଗଣ୍ଡେ ଖାଇବେ କି ଭଲ ଟିକେ ପିନ୍ଧିବେ। ଦେବଗଡ଼ ଜିଲ୍ଲା ବାରକୁଟ ବ୍ଲକ ମନୋହରପୁର ଗ୍ରାମର ଏହି ଦୁଃଖଦ ଘଟଣା ପୂର୍ବରୁ ବି ଆମେ ପ୍ରସାରିତ କରିଛୁ। ହେଲେ ଏଯାଏଁ ଏହି ଗରିବ ପରିବାରକୁ ସାହାଯ୍ୟ ମିଳିପାରି ନାହିଁ। ବୃଦ୍ଧକାଳେ ନାତି ଟୋକାକୁ ବଡ଼ କରିବା ମୁସ୍କିଲ ହୋଇପଡ଼ିଛି ତାଙ୍କ ପକ୍ଷେ। ଏହି ସମୟରେ ସୁଦୂର ଭୁବନେଶ୍ୱରରୁ କାହ୍ନା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ଧାଇଁ ଆସିଛନ୍ତି ଦମ୍ପତି ତଥା ସମାଜସେବୀ। ଭୁବନେଶ୍ୱର ତ୍ରିଷା ଶର୍ମା ଏବଂ ଅମିତ କୁମାର କାହ୍ନା ପାଇଁ ବର୍ଷକର ଖାଦ୍ୟ ବସ୍ତ୍ର ଦେବା ସହ ଗାଁର ବୃଦ୍ଧ ବୃଦ୍ଧାଙ୍କୁ କମଳ ବାଣ୍ଟିଛନ୍ତି। ବାସ୍ତବରେ ଏହା ସେହି ଦମ୍ପତିଙ୍କର ମହାନତା ଯେ ସେ ସାହାଯ୍ୟ କରିଛନ୍ତି, କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଳି। ଏଣୁ ଆଗକୁ ଛୁଆର ଭରଣ ପୋଷଣ କେମିତି ହେବ, ତା ଭବିଷ୍ୟତ କିଭଳି ଗଢ଼ିବ, ସେ ନେଇ ସରକାରଙ୍କୁ ଗୁହାରି କରିଛନ୍ତି କାହ୍ନାର ଜେଜେମା। ଦେବଗଡ଼ରୁ ସୁଦାମ ବେହେରାଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।